କାହାଣୀ ଲଙ୍କା ମରିଚ ଧୂଆଁ କଥା। ସେଠାରୁ ସାମନ୍ତ ଆଉ ଅବଲକରା ଯାଉ ଯାଉ ଚିତ୍ରକୂଟ ନାମକ ଦେଶରେ ପହଞ୍ଚିଲେ। ଦେଖିଲେ ଯେ ମଧୁବନ ନାମରେ ଏକ ତୋଟା ଅଛି। ପତ୍ର ଗହଳରେ ସୂର୍ଯ୍ୟକିରଣ ପଡୁନାହିଁ। ତାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି। ଜଳ ଅତି ନିର୍ମଳ। ସାମନ୍ତ କହିଲେ, ଆଜି ଏଇଠାରେ ରହିବା। ଲୁଗାପଟା ରଖି ସାମନ୍ତ ସ୍ନାନ କରିବାକୁ ଗଲେ। ବାରିକ ସଉଦା କିଣିବାକୁ ଗଲା। ଚିତ୍ରକୂଟ ନଗରରୁ ସଉଦାପତ୍ର କିଣି ବିଚାର କଲା, ଏ ନଗର ଟିକିଏ ବୁଲି ଦେଖିବି। ଏପରି ଦେଖୁ ଦେଖୁ ନଗର ପ୍ରାନ୍ତରେ ଦେଖିଲା ଗୋଟିଏ ମୁଦା ଘର ଅଛି। ତା ଭିତରେ କେହି ଜଣେ ଲୋକ ଅଛି। ସେ ଘର ଭିତରକୁ ଗୋଟିଏ ନଳ ଅଛି। ସେ ବାଟେ ଲଙ୍କା ମରିଚ ଧୂଆଁ ଦିଆ ହେଉଅଛି। ଭିତରେ ଥିବା ଲୋକଟି ପ୍ରାଣ ବିକଳରେ ରଡ଼ି କରୁଅଛି। ଅବଲକରା ଏହା ଦେଖି ୟାକୁ ତାକୁ ପଚାରିଲା, ଏପରି କାହିଁକି ହେଉଅଛି? ସେମାନେ କହିଲେ, କାହିଁକି ହେଉଅଛି ଆମ୍ଭେ ଜାଣିନାହୁଁ, ମାତ୍ର ପୂର୍ବରୁ ଏପରି ଅଛି। ଅବଲକରା ସେଠାରୁ ଆସି ସାମନ୍ତଙ୍କ ପାଖରେ ସଉଦାପତ୍ର ଥୋଇ କହିଲା, ଆଜି ମୋର ଗ୍ରାମକୁ ଯିବାର ନିଶ୍ଚୟ। ସାମନ୍ତ କହିଲେ, କାହିଁକି, କଣ ଦେଖିଲୁ କି? ବାରିକ କହିଲା, ଏହି ନଗର ଶେଷରେ ଗୋଟିଏ ମୁଦା ଘର ଭିତରେ ଜଣେ ଲୋକ ରଡ଼ି କରୁଅଛି। ଅନବରତ ସେ ଘରକୁ ଲଙ୍କା ମରିଚ ଧୂଆଁ ଦିଆ ହେଉଅଛି। ଏଥିର କାରଣ କହିଲେ କହ, ନହିଲେ ମୋ ବାଟେ ମୁଁ ଯାଉଅଛି। ଏହା ଶୁଣି ସାମନ୍ତ କହିଲେ, ପକ୍କା କମ୍ବଳ ପୁଅତ ଛତା, ଶୁଣୁ ଅବଲକରା ତହିଁର କଥା। ସୌରାଷ୍ଟ୍ର ନାମରେ ଗୋଟିଏ ଦେଶ ଥିଲା। ତହିଁରେ ବୀରସେନ ନାମକ ଜଣେ ରାଜା ଥିଲେ। ତାଙ୍କୁ 65 ବର୍ଷ ହେବା ବେଳେ ତାଙ୍କର ରାଣୀ ମରିଗଲେ। ସେ ସରିକି ରାଜାଙ୍କର 18 ବର୍ଷର ଗୋଟିଏ ପୁତ୍ର ଥିଲେ। ରାଣୀ ମରିଯିବାରୁ ରାଜା ପୁନରାୟ ବିବାହ ହେବାକୁ ଚେଷ୍ଟା କଲେ। ଏହା ଶୁଣି ପୁଅ କହିଲେ, ତୁମେ ଆଉ ବିବାହ ହୁଅ ନାହିଁ। ଶାସ୍ତ୍ର ଲେଖି ଅଛନ୍ତି, ବୃଦ୍ଧସ୍ୟ ତରୁଣୀ ବିଷମ, ବୃଦ୍ଧ ଲୋକର ଯୁବତୀ ବିଷ ପ୍ରାୟ। ତୁମ୍ଭେ ଏ ବୟସରେ ବିବାହ ହେବାର ନୀତି ନୁହେଁ। ରାଜା ଏହା ନ ଶୁଣି ବିବାହ ହେବା ପାଇଁ ଗଲେ। ଏଣେ ରାଜପୁତ୍ର ବିଚାର କଲେ, ପିତା ଯଦି ମୋ କଥା ରକ୍ଷା ନ କଲେ ମୁଁ ଆଉ ଏହାଙ୍କ ମୁଖ ଚାହିଁବି ନାହିଁ। ତାପରେ ମନ୍ତ୍ରୀ ପୁତ୍ରକୁ ସଙ୍ଗରେ ନେଇ ଦେଶାନ୍ତରକୁ ଚାଲିଗଲେ। ଏଣେ ରାଜା ବିବାହ ହୋଇ କନ୍ୟା ଘେନି ଫେରି ଆସି ଦେଖିଲା ବେଳକୁ ଘରେ ପୁଅ ନାହିଁ। ବିଚାର କଲେ, ରାଜ୍ୟ ଶାସନ ସମର୍ଥ ପୁତ୍ର ଯଦି ଚାଲିଗଲା, ମୋର ବିବାହ କରିବାରେ କଣ ସୁଖ, ଆଉ ଜୀବନରେ କି ଆଶା? ଏପରି ଶୋକରେ ସନ୍ତପ୍ତ ହୋଇ ଦୂତ ପେଶି ବହୁତ ଖୋଜାଇଲେ। ଖୋଜି ଖୋଜି କିଛି ସନ୍ଦେଶ ନ ପାଇ ଶୋକ ଜଳରେ ବୁଡ଼ି ରହିଲେ। ତେଣେ ରାଜକୁମାର ମନ୍ତ୍ରୀପୁତ୍ର ସହିତ ବୁଲି ବୁଲି ଅନେକ ଦେଶ ଦେଖିଲେ। ତାପରେ ଧବଳପୁର ନାମକ ଦେଶରେ ପହଞ୍ଚିଲେ। ସେହି ଧବଳପୁର ନୃପତି ଗୋଟିଏ ଛତ୍ର ଘର କରିଥାନ୍ତି। ସେହି ଘରଟି 5 ମହଲା। ଯେ ଯେଉଁଭଳି ଲୋକ ତାକୁ ସେଭଳି ମହଲାରେ ବସା ଦିଅନ୍ତି। ଏ ତ ରାଜପୁତ୍ର। ଏହାଙ୍କର ରମଣୀୟ ଆକୃତି ଦେଖି ଉପର ମହଲାରେ ଏହାଙ୍କୁ ବସା ଦେଲେ। ସେହିଠାରେ ମନ୍ତ୍ରୀପୁତ୍ର ସହିତ ରାଜକୁମାର ରହିଥାନ୍ତି। ଧବଳପୁର ରାଜାଙ୍କର 20 କୋଶ ଦେଶ। ତାଙ୍କର ପୁତ୍ର ନଥାଏ। ନଳିନୀ ପ୍ରଭା ନାମରେ ଗୋଟିଏ କନ୍ୟା ଥାଏ। ତାର ରୂପକୁ ଏ ଜଗତରେ ପ୍ରତିତୁଲ୍ୟ ନଥିଲା। ସମତୁଲ୍ୟ ବର ନ ପାଇ ତାକୁ ରାଜା ବିବାହ ଦେଇ ନଥିଲେ। ଦିନେ ସେ କନ୍ୟା ଅଟଳା ଉପରେ ବିହାର କରୁଥିଲା। ଦୈବରେ ଏ ବିଦେଶୀ ରାଜପୁତ୍ର ଉପରେ ତାର ଦୃଷ୍ଟି ପଡ଼ିଲା। ଦେଖି ବିଚାର କଲା, ଏ ପୁରୁଷ ଏଠାକୁ କାହୁଁ ଆସିଲେ? ଏ ତ ସ୍ୱର୍ଗର ଗନ୍ଧର୍ବ ପରି ଦିଶୁଅଛନ୍ତି। ଈଶ୍ୱର ଯଦି ଦୟା କରିବେ ତାହେଲେ ମୁଁ ଏହାଙ୍କୁ ବିବାହ କରିବି। କନ୍ୟା ଏପରି ଭାବୁ ଭାବୁ ରାଜପୁତ୍ରଙ୍କ ଦୃଷ୍ଟି ମଧ୍ୟ ସେ କନ୍ୟା ଉପରେ ପଡ଼ିଲା। ଦେଖି ନିର୍ନିମେଷ ହୋଇ ବିଚାର କଲେ, ଏ ନିଶ୍ଚୟ ରାଜକନ୍ୟା। ଏପରି ସୁନ୍ଦରୀ ଦେଖିବା ଦୂରେ ଥାଉ, ପୁରାଣ ମାନଙ୍କରେ ମଧ୍ୟ ଶୁଣା ନଥିବ। ଯଦି ମୋର ପୂର୍ବ ଭାଗ୍ୟ ଥିବ ଏହାକୁ ବିବାହ ହେବି। ଏହିପରି ଦୁହେଁ ଦୁହିଁଙ୍କ ଠାରେ ଆଶା ରଖି ଯେ ଯା ସ୍ଥାନକୁ ଚାଲିଗଲେ। ରାଜପୁତ୍ର ସେ କନ୍ୟାର ରୂପରାଶି ମନରେ ଅତ୍ୟନ୍ତ ଭାବିବାରୁ ମୁଖ ଶୁଖିଗଲା। ସେ ଚିନ୍ତାମଗ୍ନ ହୋଇ ବସିଛନ୍ତି। ଏ ସମୟରେ ମନ୍ତ୍ରୀପୁତ୍ର ଆସି ଦେଖିଲା ଯେ ରାଜପୁତ୍ର ଚିନ୍ତାମଗ୍ନ ହୋଇ ବସିଅଛନ୍ତି। ସେ ପଚାରିଲା, ମହାରାଜ, ଆଜି ଆପଣଙ୍କର ମନରେ କାହିଁକି ହର୍ଷ ନାହିଁ? କୌଣସି ଗୁରୁତର କାର୍ଯ୍ୟ ଭାବିଲା ପରି ଚିନ୍ତାମଗ୍ନ ହୋଇ ବସିଅଛନ୍ତି। ରାଜପୁତ୍ର କହିଲେ, ତାହା ସତ୍ୟ, କିନ୍ତୁ ଭାବିଲେ କଣ ହେବ, ତାହା ତ ପ୍ରାପ୍ତ ହେବ ନାହିଁ। ମନ୍ତ୍ରୀପୁତ୍ର କହିଲା, ବୁଦ୍ଧି ଥିଲେ ଜଗତରେ ଅପ୍ରାପ୍ୟ ବା ଅସାଧ୍ୟ କିଛି ନାହିଁ। ବୁଦ୍ଧିଯସ୍ୟ ବଳମ୍ ତସ୍ୟ ନିର୍ବୁଦ୍ଧସ୍ୟ କୁତୋ ବଳମ୍, ପଶ୍ୟ ସିଂହୋ ମଦୋନ୍ମତ୍ତଃ ଶଶକେନ ନିପାତିତଃ। ବୁଦ୍ଧି ଯାହାର ଅଛି, ବଳ ତାର ଅଛି। ବୁଦ୍ଧି ନଥିଲେ ବଳ କାର୍ଯ୍ୟ କରେ ନାହିଁ। ଦେଖ, ଉନ୍ମତ୍ତ ସିଂହକୁ ବୁଦ୍ଧି ଥିବାରୁ
ଶଶକ ଜୀର୍ଣ୍ଣକୂପରେ ପକାଇ ନାଶ କରିଥିଲା। ଏ ହେତୁରୁ ତୁମ୍ଭର ମନଗତ ଭାବ ଥରେ ମୋତେ କହିଲେ ମୁଁ ତାର ସାଧନ ଉପାୟ କରିବି। ଏହା ଶୁଣି ରାଜପୁତ୍ର କହିଲେ, ଏହି ଧବଳପୁର ରାଜାଙ୍କର ଗୋଟିଏ କନ୍ୟା ଅଛି। ମୁଁ ଆଜି ତାଙ୍କୁ କୋଠା ଉପରେ ଦେଖିଲି। ସେତିକି ବେଳୁ ମୋର ମନ ପ୍ରାଣ ତାଠାରେ ନିମଗ୍ନ ହୋଇ ରହିଅଛି। ଯଦି ତୁମ୍ଭର ବୁଦ୍ଧି ବଳରେ ମୁଁ ତାକୁ ବିବାହ ହୋଇପାରିବି, ତାହେଲେ ସ୍ୱର୍ଗ ସମ୍ପଦ ପାଇବା ଠାରୁ ଅଧିକ ସନ୍ତୋଷ ହେବି। ଏହା ଶୁଣି ମନ୍ତ୍ରୀପୁତ୍ର କହିଲା, ଏ କ'ଣ କଷ୍ଟର କଥା? ରାଜପୁତ୍ର ରାଜକନ୍ୟାକୁ ବିବାହ ହେବ ନାହିଁ କି? ଆପଣ ସୁସ୍ଥ ଚିତ୍ତ ହୁଅନ୍ତୁ, ମୁଁ ତାର ଯତ୍ନ କରୁଅଛି। ଏହା କହି ମନ୍ତ୍ରୀପୁତ୍ର ସେଠାରୁ ଯାଇ ଦାଣ୍ଡରେ ଦେଖିଲା, ଏକ ମାଲୁଣୀ ବୁଢ଼ୀ ଡାଲାରେ ଫୁଲ ଧରି ରାଜାଙ୍କ ନବର ଆଡ଼େ ଯାଉଅଛି। ତାକୁ ପଚାରିଲା, କିଲୋ ମାଉସୀ, ଫୁଲ ଧରି କୁଆଡ଼େ ଯିବୁ କି? ମାଲୁଣୀ କହିଲା, ରଜା ଘର ଖଟଣି ଫୁଲ ନୀତି ପ୍ରତି ଦିଏ। ରାଜା, ରାଣୀ ଏବଂ ଜେମାଙ୍କ ସକାଶେ ନେଉଅଛି। ମନ୍ତ୍ରୀପୁତ୍ର କହିଲା, ଆଜି ତୋତେ 10 ଟଙ୍କା ଦେବି, ମୋର ଗୋଟିଏ ବୋଲ କରିବୁ କି? ମାଲୁଣୀ କହିଲା, କ'ଣ କରିବି? ମନ୍ତ୍ରୀପୁତ୍ର କହିଲା, ମୋର ବସାକୁ ଚାଲ, ଯାହା କରିବୁ କହିବି। ଦୁହେଁ ମିଶି ବସାକୁ ଗଲେ। ମନ୍ତ୍ରୀପୁତ୍ର କେତକୀ ପାଖୁଡ଼ାରେ ଚିଠି ଖଣ୍ଡିଏ ଲେଖି ତାର ଉପରେ ଅଁଳା ଫୁଲରେ ଗୋଟିଏ ଝରା ନିର୍ମାଣ କରି ମାଲୁଣୀକି ଦେଲା। ତାକୁ 10 ଟଙ୍କା ଦେଇ କହିଲା, ଏ ଝରାଟି ଜେମାକୁ ଦେବୁ। ସେ ପଚାରିଲେ କହିବୁ, ମୋର ସାନ ଭଉଣୀ ଆସିଥିଲା, ସେ ଏହି ଫୁଲ ଝରାଟି ଗୁନ୍ଥି ଅଛି। ତହୁଁ ମାଲୁଣୀ ଯାଇ ଜେମାକୁ ଫୁଲ ଦେବାରୁ ଜେମା ନୂତନ ଝରାଟି ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିଲୋ ବୁଢ଼ୀ, ଆଜି ଏ ଫୁଲ ଝରାଟି କେଉଁଠାରୁ ଆଣିଲୁ? ମାଲୁଣୀ ହାତ ଯୋଡ଼ି କହିଲା, ମଣିମା, ସେ ଝରାଟି ମୋର ଭଉଣୀ ଆପଣଙ୍କୁ ଭେଟି ଦେଇଅଛି। ଜେମା କହିଲେ, ତୁ ଏହି ବାଟେ ଫେରି ଆସିବୁ, ମୁଁ ତା ପାଇଁ କିଛି ଖଜା ମିଠାଇ ଦେବି, ନେଇଯିବୁ। ମାଲୁଣୀ ସେଠାରୁ ରାଣୀ ଓ ରଜାଙ୍କୁ ଫୁଲ ଦେବା ପାଇଁ ଚାଲିଗଲା। ତାପର ନଳିନୀ ପ୍ରଭା ଦେଖିଲା ଯେ ସେହି ଝରା ଭିତରେ କେତକୀ ପାଖୁଡ଼ାରେ ଅକ୍ଷର ଲେଖା ହୋଇଅଛି। ତକ୍ଷଣେ ବାହାର କରି ପଢ଼ିଲା, ଆମ୍ଭେ ସୌରାଷ୍ଟ୍ର ରାଜାଙ୍କର ଜ୍ୟେଷ୍ଠ କୁମାର, ଦେଶ ଫେରି ଆସିଥିଲୁ, ଦୈବରେ ଛତ୍ର ଘରେ ରହିଅଛୁ। ଆଜି କୋଠା ଉପରେ ତୁମ୍ଭକୁ ଦେଖି ବଡ଼ ଆନନ୍ଦ ହେଲୁ। ଯଦି ତୁମ୍ଭେ ଦୟାକରି ଆମ୍ଭକୁ ବିବାହ ହେବାକୁ ଅଙ୍ଗୀକାର କର, ତାହେଲେ ଜୀବନ ରହିବ, ନହେଲେ ତୁମ୍ଭ ବିଚ୍ଛେଦରେ ଜୀବନ ରଖିପାରିବି ନାହିଁ। ଏପରି ପାଠ କରି ମନେ ମନେ ବିଚାର କଲା। ମଳୁ ଲୋଡୁଥାଏ କାକର ପାଣି, ବୈଦ କହିଲା ଦିଅ ତୋରାଣି। ମୁଁ ଯାହା ଭାବୁଥିଲି ଅନାୟାସରେ ତାହା ମିଳିଲା। ମୋର ମନ ଜାଣି ଭଗବାନ ମୋତେ ଦୟା କଲେ। ଏହା ବିଚାରି ସେ ମଧ୍ୟ ଭିତରେ ଚିଠି ରଖି ବିଚିତ୍ର ଭାବରେ ଗୋଟିଏ ଫୁଲଝରା ଗୁନ୍ଥିଲା। ଏ ସମୟରେ ମାଲୁଣୀ ଆସିବାରୁ ନଳିନୀ ପ୍ରଭା ସେ ଝରାଟି ତାକୁ ଦେଇ କହିଲା, ତୁ ଏ ଝରାଟି ନେଇ ତୋ ଭଉଣୀକି ଦେବୁ। ତାର ଝରାଠାରୁ ମୋର ଭଲ ହେଲା କି ନାହିଁ ସେ ଦେଖିଲେ ଜାଣିବ। ତାପରେ ଖଜା ମିଠାଇ ଦେଇ ମାଲୁଣୀକି ବିଦାୟ କଲା। ମାଲୁଣୀ ମନେ ମନେ ବିଚାର କଲା, ମୋର ଗ୍ରହ ଭଲ ପଡ଼ିଲା, ତେଣୁ ଟଙ୍କା ପାଇଲି, ଏଣୁ ଖଜା ପାଇଲି। ଏହାପରେ ମାଲୁଣୀ ଯାଇ ସେ ଝରାଟି ମନ୍ତ୍ରୀପୁତ୍ରକୁ ଦେଇ ସବୁ କଥା କହିଲା। ମାଲୁଣୀ ଯିବା ପରେ ମନ୍ତ୍ରୀପୁତ୍ର ଚିଠି ପଢ଼ିଲା। ତହିଁରେ ଲେଖା ହୋଇଅଛି, ତୁମ୍ଭେ ରାଜପୁତ୍ର ହୁଅ ଅଥବା ଅନ୍ୟ ଜାତି ହୁଅ, ତୁମ୍ଭକୁ ଦେଖିଲା ବେଳୁ ମୁଁ ବରି ଅଛି। ଏଥିରେ କିଛି ବିଚାର ନ କରି ଆଜି ଅର୍ଦ୍ଧରାତ୍ର ସମୟରେ ରାଜନଗର ପାଣିଦ୍ୱାରଠାରେ ପ୍ରବେଶ ହେବ। ମୁଁ ସେଠାରେ ତୁମ୍ଭକୁ ଦେଖା କରିବି। ମନ୍ତ୍ରୀପୁତ୍ର ଏପରି ପାଠ କରି ରାଜପୁତ୍ରଙ୍କୁ ସବୁ କହିଲା। ତାପରେ ଦୁହେଁ ଭୋଜନ ଭାଜନ ସାରି ବେଶଭୂଷା ହୋଇ ରାତ୍ର ଅର୍ଦ୍ଧ ହେବାର ଦେଖି ବାହାରିଲେ। କ୍ରମେ କ୍ରମେ ଯାଇ ପାଣିଦ୍ୱାରଠାରେ ପହଞ୍ଚିଲା ବେଳକୁ ନଳିନୀ ପ୍ରଭା ମନୋହର ବେଶ ହୋଇ ଗୋଟିଏ ସଖୀର ହସ୍ତ ଧରି ଠିଆ ହୋଇଅଛି। ଏହାଙ୍କୁ ଦେଖି କହିଲା, ତୁମ୍ଭେ ଚୋର କି ଖଣ୍ଟ, ଏଠାକୁ ନିଶାରାତ୍ରରେ କାହିଁକି ଆସିଅଛ? ଏହା ଶୁଣି ରାଜପୁତ୍ର ତରସ୍ତ ହୋଇ ପଳାଇ ଯିବାକୁ ବାହାରିବାରୁ ମନ୍ତ୍ରୀପୁତ୍ର କହିଲା, ମହାରାଜ, କିଛି ଭୟ ନାହିଁ, ଏଥିରେ କାରଣ ମୁଁ ଜାଣେ। ଯଥା ଅଶ୍ୱପ୍ଲୁତମ୍ ବାରିଦ ଗର୍ଜନମ୍ ଚ ସ୍ତ୍ରୀଣାମ୍ ଚରିତ୍ରମ୍ ଭବିତୋ ବ୍ୟତା ଚ ଅବର୍ଷଣମ୍ ଚାପ୍ୟତି ବର୍ଷଣମ୍ ଚ ଦେବ ନ ଜାନାନ୍ତି କୁତଃ ମନୁଷ୍ୟଃ। ଘୋଡ଼ାର ପ୍ଲୁତ, ମେଘର ଗର୍ଜନ, ସ୍ତ୍ରୀମାନଙ୍କର ଚରିତ୍ର, ଭବିଷ୍ୟତ କଥା, ବର୍ଷା ହେବା ଏବଂ ନ ହେବା ଏହା ଦେବତାମାନେ ଜାଣନ୍ତି ନାହିଁ, ଆଉ ମନୁଷ୍ୟମାନେ କିପରି ଜାଣିବେ? ଏ ହେତୁ ଏହାଙ୍କ ଚରିତ୍ର ଅଗୋଚର। ଚାଲ ଆମ୍ଭର ବସାକୁ ଚାଲିଯିବା। ଏହା ଶୁଣି ନଳିନୀ ପ୍ରଭା ଅଳ୍ପ ହସି କହିଲା, ସ୍ତ୍ରୀମାନଙ୍କୁ ଭୀରୁ କହନ୍ତି, କିନ୍ତୁ ପୁରୁଷମାନେ ଅତି ଭୀରୁ। ଏହା କହି ଆସନ ଦେଇ ବସାଇଲା। ଆଉ କହିଲା, ରାଜପୁତ୍ର, ଆଜିଠାରୁ ମୁଁ ତୁମ୍ଭର ହେଲି। ଏହି କ୍ଷଣି ତୁମ୍ଭ ସଙ୍ଗେ ସଙ୍ଗେ ଯାଆନ୍ତି। କେବଳ ମୋର ଆଉ ଭାଇ ଭଉଣୀ ନାହାନ୍ତି। ପିତା ଜାଣି ବିବାହ କଲେ ଏ ରାଜ୍ୟଟି ଯୌତୁକ ମିଳିବ। ତୁମ୍ଭେ ସେହି ଛତ୍ର ଘରେ ଥାଅ। ସତ୍ୟ କରୁଅଛି, ଆଜିଠାରୁ ତୁମ୍ଭେ ମୋର ପ୍ରାଣ ପ୍ରିୟ ହେଲ। ଏହା କହି ଗୋଟିଏ ପୁଷ୍ପଦ୍ୱାର ରାଜାଙ୍କ ଗଳାରେ ଲମ୍ବାଇ ଦେଇ ଚାଲିଗଲା। ମନ୍ତ୍ରୀ ଓ ରାଜକୁମାର ଆନନ୍ଦରେ ନିଜ ବସାକୁ ଆସିଲେ।
ରାତି ପାହିଲାରୁ ନଳିନୀ ପ୍ରଭା ସ୍ନାନ ଭୋଜନ ନ କରି ମୂଷା ମାଟି ରଣଭଣ, ବିଲେଇ ଗୁହ ସଣ ସଣ, ଚାଳରେ ଛାତ ନାହିଁ, ଭଙ୍ଗା ଖଟ ଉପରେ ମୁହଁ ପୋତି ଶୋଇଲା। ଏହା ଦେଖି ତାର ସଖୀମାନେ କେତେ ଡାକିଲେ ଶୁଣିଲା ନାହିଁ। ରାଣୀ ମଧ୍ୟ ଡାକି ଡାକି ଥକି ଗଲେଣି, ତଥାପି ଶୁଣିଲା ନାହିଁ। ଦିନ ଦୁଇପହର ହେଲା, ଜେମାଙ୍କର ମାଜଣା ମଣ ହିଁ ବଢ଼ିଲା ନାହିଁ। ଏହା ଶୁଣି ରାଜା ଭିତରପୁରକୁ ବିଜେ କଲେ। ଦେଖିଲା ବେଳକୁ ଝିଅ ରୋଷାଗାରରେ ଶୋଇଅଛି। ତାକୁ ଅନେକ ଆଶ୍ୱାସନା କରିବାରୁ ସେ କହିଲା, ମୁଁ 3 ବର୍ଷ ହେଲା ଯୁବତୀ ହୋଇ ଘରେ ରହିଲି। ଶାସ୍ତ୍ର ଲେଖିଅଛି, ଅବିବାହିତ ଯୁବତୀ କନ୍ୟା ଘରେ ରହିଲେ ପିତୃଲୋକେ ସେ ଘରେ ପାଣି ପିଅନ୍ତି ନାହିଁ। ଆଉ ବଡ଼ ଲୋକେ କହନ୍ତି, ପ୍ରିୟେଷୁ ସୌଭାଗ୍ୟ ପଳାହି ଚାରୁତା। ସ୍ତ୍ରୀମାନଙ୍କର ମନୋହର ରୂପ ଥାଏ, କିନ୍ତୁ ସତ୍ପତି ନ ପାଇଲେ ସୌଭାଗ୍ୟବତୀ ହୁଅନ୍ତି ନାହିଁ। ଏ ହେତୁରୁ ମୁଁ ମନ ଦୁଃଖରେ ଶୋଇଅଛି। ଏହା ଶୁଣି ରାଜା ମନରେ ବଡ଼ ବିସ୍ମୟ ହୋଇ କହିଲେ, ମାତଃ, ଯାହା କହିଲୁ ସେ ମିଥ୍ୟା ନୁହେଁ। ତୋର ସମାନ ବର ନହେଲେ କିଭଳି ତୋତେ ବିବାହ କରିବି? ଆଜି ସ୍ନାନ ଭୋଜନ କର, କାଲି ଲକ୍ଷେ ରାଜା ବରଣ କରି ସ୍ୱୟଂବର କରିବି। ତୋର ଇଚ୍ଛାରେ ଗୋଟିଏ ବର ବାଛି ବରିବୁ। ଏହା ଶୁଣି ନଳିନୀ ପ୍ରଭା ଆନନ୍ଦରେ ସ୍ନାନ କରିବାକୁ ଗଲା। ରାଜା ସେଠାରୁ ଯାଇ ମନ୍ତ୍ରୀମାନଙ୍କୁ ଡକାଇ କହିଲେ, କାଲି ଝିଅର ସ୍ୱୟଂବର ହେବ। ସେଥିରେ ଯୋଗାଡ଼ ଆୟୋଜନ କରି ଶୀଘ୍ର ରାଜାମାନଙ୍କୁ ନିମନ୍ତ୍ରଣ କର। ଆଜ୍ଞା ପାଇ ମନ୍ତ୍ରୀମାନେ ସମସ୍ତ ନିର୍ବାହ କଲେ। ତାପରେ ରାଜାମାନେ ନିମନ୍ତ୍ରଣ ପାଇ ନାନାଦି ଉତ୍ସବ ସହିତ ରଙ୍ଗସଭାରେ ପ୍ରବେଶ ହେଲେ। ନଳିନୀ ପ୍ରଭା ଛତ୍ର ଘରେ ଥିବା ରାଜକୁମାରଙ୍କୁ ଗୁପ୍ତ କରି ମାଲୁଣୀ ହସ୍ତରେ ଚିଠି ଦେଲା, କାଲି ରଙ୍ଗସଭା ହେବ। ତୁମ୍ଭେ ସଭା ଦେଖିବା ଛଳରେ ଯାଇ ସେଠାରେ ଉପସ୍ଥିତ ହେବ। ଏପରି ସମ୍ବାଦ ପାଇ ରାଜପୁତ୍ର ଓ ମନ୍ତ୍ରୀପୁତ୍ର ବୀରବେଶ ହୋଇ ରଙ୍ଗସଭାରେ ଯାଇ ପ୍ରବେଶ ହେଲେ। ଏହାପରେ ନଳିନୀ ପ୍ରଭା ପିତାଙ୍କ ଆଦେଶ ପାଇ ଦିବ୍ୟ ବେଶ ହୋଇ ସଖୀମାନଙ୍କ ସହିତ ବରଣମାଳା ଧରି ରଙ୍ଗସଭାରେ ପ୍ରବେଶ ହୁଅନ୍ତେ, ତାକୁ ଦେଖି ରାଜାମାନେ ବିଚାର କଲେ, ଏ ମର୍ତ୍ତ୍ୟଭୁବନର ଲକ୍ଷ୍ମୀ ସଦୃଶ ଦେଖାଯାଏ। ଏହାପରି ସୁନ୍ଦରୀ ମର୍ତ୍ତ୍ୟପୁରରେ ଜନ୍ମ ହୋଇନାହିଁ। ଏ ଯାହାକୁ ବରଣମାଳା ଦେବ ତାର ଜୀବନ ଧନ୍ୟ ହେବ। ଏପରି ରାଜାମାନେ ଭାବୁ ଭାବୁ ନଳିନୀ ପ୍ରଭା ସବୁ ରାଜାମାନଙ୍କୁ ଦେଖି ଦେଖି ପରିଶେଷରେ ସେହି ସୌରାଷ୍ଟ୍ର ରାଜକୁମାରଙ୍କ ଗଳାରେ ବରଣମାଳା ଦେଲା। ଏହା ଦେଖି ଅନ୍ୟ ରାଜାମାନେ ଲଜ୍ଜାରେ ମୁଖ ଶୁଖାଇ ଯେ ଯାହା ରାଜ୍ୟକୁ ଫେରିଗଲେ। ତାପରେ ଧବଳପୁର ରାଜା ଆନନ୍ଦ ମନରେ ଜୁଆଇଙ୍କୁ କୁଳଗୋତ୍ର ପଚାରିଲେ। ସୌରାଷ୍ଟ୍ର ରାଜକୁମାର ନିଜର ସମସ୍ତ ପରିଚୟ ଦେଲେ। ଏଥିରେ ଜ୍ୟୋତିଷମାନଙ୍କୁ ଡକାଇ ବିବାହ ତିଥି ଗଣିବାରେ ମାର୍ଗଶିର ଶୁକ୍ଳ ପଞ୍ଚମୀ ବିଛା 18 ଦିନ ବିବାହ ଘର ସ୍ଥିର ହେଲା। ତାପରେ ପୁତ୍ରର ବିବାହ ସକାଶେ ସୌରାଷ୍ଟ୍ର ରାଜାଙ୍କ ନିକଟକୁ ଦୂତ ପଠାଇଲେ। ସୌରାଷ୍ଟ୍ର ରାଜା ପୁତ୍ରକୁ ନ ପାଇ ହତପ୍ରାଣ ପରି ରହିଥିଲେ। ଦୂତ ମୁଖରୁ ପୁତ୍ରର ମଙ୍ଗଳକୃତ୍ୟ ଶୁଣି ଆନନ୍ଦ ଜଳରେ ବୁଡ଼ି ବହୁତ ଦାନ ଧର୍ମ କଲେ। ତାପରେ ଚତୁରଙ୍ଗ ସୈନ୍ୟ ଘେନି ନାନା ଉତ୍ସବରେ ଯାଇ ଧବଳପୁରରେ ପ୍ରବେଶ ହେଲେ। ଦୁଇ ସମ୍ବନ୍ଧୀ ଭେଟ ହୋଇ ମହା ଉତ୍ସବରେ ବିଭାଘର ସାରିଲେ। 4ଟି ଦିନ ଧବଳପୁର ରାଜା ଜୁଆଇଙ୍କୁ କହିଲେ, ମୋର ତ ପୁତ୍ର ନାହିଁ, ମୁଁ ଥିବା ଯାକ ରାଜତ୍ୱ କରୁଥିବି। ମୋ ଅନ୍ତେ ଏ ରାଜ୍ୟ ତୁମ୍ଭର ହେବ। ଏହା କହି ଧନ ରତ୍ନ, ଦାସ ଦାସୀ, ହାତୀ ଘୋଡ଼ା, ବସ୍ତ୍ର ଅଳଙ୍କାର ବହୁତ ଯୌତୁକ ଦେଲେ। ସମ୍ମାନ ପାଇ ସୌରାଷ୍ଟ୍ର ରାଜା ସୈନ୍ୟବଳ ଚଳାଇ ଆଗରେ ବାହାରିଲେ। ସାଧାରଣ ଘରୁ ଝିଅଟିଏ ଗଲାବେଳେ ଘଡ଼ିଏ 2 ଘଡ଼ି ଉଛୁର ହୋଇଯାଏ। ସେ ତ ରାଜା ଘର କନ୍ୟା। ବାହାରୁ ବାହାରୁ କିଛି କାଳ ଉଛୁର ହୋଇଗଲା। ରାଜପୁତ୍ର ଘୋଡ଼ାରେ ଏବଂ କନ୍ୟା ସୁଆରୀରେ ବସିଗଲେ। ଯାଉ ଯାଉ ଆଗ ଯାଇଥିବା ଲୋକଙ୍କ ସଙ୍ଗେ ମିଶି ନ ପାରି ବାଟ ବଣା ହୋଇ ଅନ୍ୟ ବାଟେ ଚାଲିଗଲେ। ବୁଲି ବୁଲି ବେଳ 2 ପହର ହେଲା। ନଳିନୀ ପ୍ରଭା ନିଜର ପତିକି କହିଲା, ମୋତେ ବଡ଼ ଭୋକ ଶୋଷ ଲାଗିଲା। ଏହା ଶୁଣି ରାଜପୁତ୍ର କହିଲେ, ପିତା ସୈନ୍ୟ ଘେନି ଆଗେ ଚାଲିଗଲେ। ତାଙ୍କୁ ତ ଭେଟ ପାଇଲେ ନାହିଁ। ପଇସା କଉଡ଼ି ପାଖରେ ବି ନାହିଁ। ମଙ୍ଗଳ କୃତ୍ୟ ଅଳଙ୍କାର ଦେହରୁ ଦେବାକୁ ହେବ ନାହିଁ। କ'ଣ କରିବା? ତହୁଁ ସେ କନ୍ୟା କହିଲା, ମୋର ଗୋଟିଏ ପାଟ ଶାଢ଼ୀ ଅଛି। ସେ କୌଣସି ମଙ୍ଗଳ କାର୍ଯ୍ୟରେ ଲାଗେ ନାହିଁ। ତାକୁ ନେଇ ବିକ୍ରି କରି ଜଳଖିଆ ପତ୍ର ଆଣିଲେ ଏଠାରେ ଜଳପାନ କରି ଯିବା। ଏହା ଶୁଣି ରାଜପୁତ୍ର ସେହି ରାସ୍ତାରେ ଗଛ ମୂଳେ ଘୋଡ଼ା ସୁଆରୀ ରଖାଇ ଗୌଡ଼ମାନଙ୍କୁ କହିଲେ, ତୁମ୍ଭେ ଜଗିଥାଅ, ମୁଁ ଏହି କ୍ଷଣି ଜଳଖିଆ ଘେନି ଆସିବି। ଏହା କହି ଆଗେ ଦିଶୁଥିବା ଗ୍ରାମ ଭିତରକୁ ଗଲେ। ସେ ଗ୍ରାମରେ ଲକ୍ଷାଧିପତି ମହାଜନ ଅଛି। ତା ଦ୍ୱାରେ ଯାଇ କହିଲେ, ମହାଜନ, ଏ ଶାଢ଼ୀଟି ମୁଁ ବିକ୍ରି କରିବି, ରଖ। ମହାଜନ ଏହାଙ୍କର ରୂପ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଆପଣ କିଏ? ଶାଢ଼ୀ କାହିଁକି ବିକ୍ରି କରିବେ?